हेलो फ्रेंड्स, वेलकम टू माय यूट्यूब चैनल। जय जगन्नाथ। आशा करुच्ची समस्ते भलरे थिबे। तो आजिर सेक्शन होउची, तो जो माने बीएड एंट्रांस एग्जाम देथिले तो तांकर फाइनल रिजल्ट तो बाहरी जाइची, समस्ते जानिथिबे। तो प्रीवियस रिजल्ट जोटा बाहरी थिला सेटा जोटा कि समस्तंकर केते किछि पिला मानकर मार्क कमी जाइथिला, को पिला माने तांकर ग्रेस मार्क पाई नथिले। तो तार फाइनल रिजल्ट मते बाहरी जाइची अगस्त 1 रे। तो ଆପଣ ମାନେ ଜାଣିଥିବେ ଯୋଉମାନଙ୍କର ଫାଷ୍ଟ ରାଉଣ୍ଡ ଏବେ ଡେଟ୍ ମଧ୍ୟ ପବ୍ଲିଶ ହେଇଯାଇଛି, ଯୋଉ ଫାଷ୍ଟ ଆଲଟମେଣ୍ଟ ଡେଟ୍ କେବେ ଆସିବ ପିଲାମାନେ ଅପେକ୍ଷା କରିଥିଲେ, ଆଉ ତାର କଟଅଫ୍ କେତେ କୋଉ କୋଉ କଲେଜରେ କଟଅଫ୍ ଯାଉଛି ବିଏଡ୍ ର, ଆପଣଙ୍କର ଗଭର୍ଣ୍ଣମେଣ୍ଟ ଆଉ ପ୍ରାଇଭେଟ ର ସେଲ୍ଫ ଫାଇନାନ୍ସିଂ କଲେଜ ଆଉ ଯୋଉଗୁଡ଼ା ଗଭର୍ଣ୍ଣମେଣ୍ଟ କଲେଜ ଯୋଉଗୁଡ଼ା ରହିଛି କାହାର କେତେ କଟଅଫ୍ ରହିଛି ସେଟା ବି ମଧ୍ୟ ଟିକେ ଆଜି ଦେଖିବା। ଠିକ ଅଛି, ତା ପୂର୍ବରୁ ପ୍ରଥମେ ପିଡିଏଫ ଟା ଆଗରେ ଦେଖିଦେବା ଯେ ଆଲଟମେଣ୍ଟ କୋଉ କୋଉ ଡେଟ୍ ରେ କଣ କଣ ରହିଛି। ଠିକ ଅଛି, ତ କେମିତି ଚେକ୍ କରିବ ମୋର ଯୋଉମାନଙ୍କର ଫାଇନାଲ ଯେତେବେଳେ ଫାଷ୍ଟ ଆଲଟମେଣ୍ଟ ଯୋଉମାନଙ୍କର ଆସିବ, ଫାଷ୍ଟ ରାଉଣ୍ଡ ଯୋଉମାନଙ୍କର ଆସିବ ସେମାନେ କେମିତି ଚେକ୍ କରିବେ ତା ଆଜି ଦେଖିବା। ତ ପ୍ରଥମେ ଗୁଗୁଲ କୁ ପଳେଇ ଆସିବ। ଗୁଗୁଲ ଆସିକି ସାମ୍ ପୋର୍ଟାଲ ରହୁଛି, ସାମ୍ ଓଡିଶା। ଠିକ ଅଛି, ସାମ୍ସ ଓଡିଶାରେ କ୍ଲିକ୍ କରିବ। ତ ୱେବସାଇଟ୍ ଫାଷ୍ଟ ଓପନ ହେଇଗଲା। ତାପରେ ଏଠି ତୁମେ ଦେଖ ତଳକୁ ତଳକୁ ଯିବ, ହାୟର ଏଜୁକେସନ ରେ ଦେଖ ତୁମର ଅଛି ବିଏଡ୍, ବିଏଚ୍ ଇଡି ଏଣ୍ଡ ଏମ୍ଇଡି। ତାକୁ କ୍ଲିକ୍ କରିବ। ତାକୁ କ୍ଲିକ୍ କରି ସାରିଲା ପରେ ତଳକୁ ଆସିବ, ଯୋଉଟା ତୁମର ଫାଷ୍ଟ ନୋଟିଫିକେଶନ ଯୋଉଟା ଅଛି ଦେଖ ଗାଇଡଲାଇନ୍ସ ଏଣ୍ଡ ରିଭାଇଜ୍ଡ ଟାଇମଲାଇନ, ଯୋଉଟା କି ରିଭାଇଜ୍ଡ ହେଇକି ଆସିଛି, ଯୋଉଟା କି ପୂର୍ବରୁ ଥିଲା ତୁମର ଦେଖ ଏଇଟା କୋଉଟା এই পিডিএফ টা রিমেনিং টাইমলাইন ফর admission into 2 years BD PhD MD course under SAMS for the academic section 2025 ଆଉ 26, ଯୋଉଟା କି ସେ ପ୍ରିଭିୟସ୍ ଥିଲା, ତାପରେ ଏବେ ଆଉ ଥରେ ରିଭାଇଜ ହେଇକି ପଳେଇ ଆସିଛି। ଠିକ ଅଛି, ରିଭାଇଜ ହେଇକି ଆସିଛି, ଯୋଉଟା କି ଏବେ ତାର ନୋଟିଫିକେଶନ ଆଗ ଚେକ୍ କରିବା। ଦେଖିପାରୁଥିବ ଯୋଉଟା କି 31/7/2025 ରେ ପବ୍ଲିଶ ହେଇଛି। ସବଜେକ୍ଟ ଅଛି ତୁମେ ଦେଖିପାରୁଥିବ ଯେ ଗାଇଡଲାଇନ ଏଣ୍ଡ ରିଭାଇଜ ଟାଇମଲାଇନ। ତାପରେ ତୁମର ଯୋଉ ଫାଷ୍ଟ ଫେଜ ଯୋଉ ବାହାରିବ, ଯୋଉ ଟୋଟାଲଟା ତୁମର ବିଏଡ୍ ଯୋଉ ପିଲାମାନେ ଏକ୍ଜାମ ଦେଇଛନ୍ତି, ବିଏଡ୍ ଏକ୍ଜାମ, ବିଏଚଡି ଏକ୍ଜାମ ଏଣ୍ଡ ଏମ୍ଇଡି ଏକ୍ଜାମ ଯୋଉମାନେ ଦେଇଥିଲେ, ଏଣ୍ଟ୍ରାନ୍ସ ଏକ୍ଜାମ ଯୋଉମାନେ ଦେଇଥିଲେ, ଟୁ ଇୟର୍ସ ଯୋଉମାନେ କୋର୍ସ କରିବେ ସେମାନଙ୍କର ପୁରା ବାହାରି ଯାଇଛି। ଠିକ ଅଛି, ଫାଷ୍ଟ ରାଉଣ୍ଡ ତୁମର ସିଲେକ୍ସନ କେବେ ବାହାରିବ, ସେକେଣ୍ଡ ରାଉଣ୍ଡ କେବେ ବାହାରିବ, ଥାର୍ଡ ରାଉଣ୍ଡ କେବେ ବାହାରିବ, ତାର ଡେଟ୍ ମଧ୍ୟ ବାହାରି ଯାଇଛି। ପୁରା ଟୋଟାଲ ପିଡିଏଫ ଟା ତୁମେ ଚେକ୍ କରିପାରିବ। ଏଠି ଦେଖ ପିଲାମାନେ 1 ତାରିଖ ଦିନ ତୁମର ଟେଷ୍ଟ ସ୍କୋର ଯୋଉଟା ଫାଇନାଲ ରେଜଲ୍ଟ ଯୋଉଟା ତୁମର ଥିଲା ସେଟା ବାହାରି ଯାଇଛି। 11 ତାରିଖ ଦିନ ବାହାରିଥିଲା। ଠିକ ଅଛି, ତାପରେ ତୁମର ସେଇ 1 ତାରିଖରୁ 4 ତାରିଖ ଭିତରେ, ଠିକ ଅଛି, 1 ତାରିଖରୁ 4 ତାରିଖ ଭିତରେ 1 ଅଗଷ୍ଟ ରୁ କଣ ଅଛି 1 ଅଗଷ୍ଟ ରୁ 4 ଅଗଷ୍ଟ ଭିତରେ ତୁମର ଚଏସ୍ ଲକିଂ ଏଡିଟିଂ ହେବା। ଆଉ ଥରେ ଏଡିଟିଂ ପେଜେ ଦେଲା। ତୁମେ ଯେତେବେଳେ ଆପ୍ଲାଏ ଯେତେବେଳେ କରିଥିଲ ସେତେବେଳେ ତୁମେ ତ କଲେଜ ଚଏସ୍ ଦେଇଥିଲ ନା, ତ ଟୋଟାଲ ହଉଛି ତୁମର କଲେଜ ଅପସନ କେତେ ଥିଲା 30 ଟା, ମାନେ ଟୋଟାଲ ହଉଛି ଗଭର୍ଣ୍ଣମେଣ୍ଟ ଆଉ ସେଲ୍ଫ ଫାଇନାନ୍ସିଂ
ठीक अच्छे सेल्फ फाइनान्सिंग 30टा टोटल कॉलेज था तो 30टा कॉलेज भीतर जो मैंने भी टोटल मिनिमम मिनिमम 20टा देव 20टा प्लस 20+ हेले देले जाइए तुमर चांस बहुत अधिका थाए ठीक अच्छे तापर तुम देखियो जे एठी आसी फास्ट राउंड हूँ तुम डेट हूँ 8 अगस्त दिन 2टा तुम फास्ट राउंड आसीज 8 तारीख दिन तुम फास्ट राउंड आसीज पब्लिकेशन हम पब्लिकेशन ऑफ प्रोविजनल अलॉटमेंट ऑफ सीट फास्ट राउंड तो फास्ट राउंड केमती तुम्हें चेक करिवो तार मध्य मु नेक्स्ट वीडियो रे तार वीडियो बनेगी छाड़देवी ठीक अच्छे आज सेक्शन रे केवल आम देखा जे केउदिन केते तारीख रु केते तारीख भितर तुम फास्ट राउंड केबे आसीबो सेकंड राउंड केबे आसीबो थर्ड राउंड केबे आसीबो स्पोर्ट्स एडमिशन केबे हेबो ता बाद तुम क्लास केबे आरंभ होउजी आज ए पीडीएफ रे देखबे कारण तुम टाइम टेबल तुम बाहरी जाइए ठीक अच्छे तापर तुम देख पिला माने 4 नंबर ऑप्शन रे 4 नंबर कौन दीजिए 4 नंबर रे दीजिए स्टूडेंट एक्टिविटी कौन दीजिए सिलेक्शन ऑफ स्लाइड फ्रीज और ऑप्शन एंड ऑनलाइन पेमेंट एंड एडमिशन फीज बाय द सिलेक्टेड स्टूडेंट थ्रू साम्स पोर्टल कोटा को माने जो माने फास्ट राउंड जो माने धरे जो माने फास्ट राउंड रे जो मानकर सिलेक्शन आसी हेतु ठीक अछि आसी हेतु तो सेही माने 8 अगस्त रु 13 अगस्त भितरे कॉलेज को जाइए एडमिशन हो जीवो हैला कॉलेज रे एडमिशन हो जीवो जदि तुम मैंने चाहूब जे ना मु स्लाइड करदेवी कि फ्रीज करी स्लाइड माने धरिन तुम जदि फास्ट अलॉटमेंट रे तुम गोटे कॉलेज आसिला जोटा तुम आसीथिबो चाहिबो तुम जदि से कॉलेज रे जदि पढ़ा पे जदि चाहिबो ताले तुम सेटारे ओके करिवो ठीक अछि आ जदि तुम चाहूछ से कॉलेज रे पढ़ा पे तुम चाहुनो ताले तुम स्लाइड कर दबो स्लाइड करिले कोन हबो जे तुमरो सेकंड अलॉटमेंट रे तुमरो सेटिरे सेकंड सिलेक्शन जते आसीबो सेतरे तुमरो आउटे कॉलेज रे ना आसी जीवो ठीक अछि बा तुमरो जदि तुम चाहिबो फ्रीज करिया पे फ्रीज करले तुमरो सेही कॉलेज ही आसीबो जोटा तुम फास्ट जोटा तुम देइथबो सेहीटा ही केवल रहइबो फ्रीज ठीक अछि आ उटे फ्लोटिंग ऑप्शन आसीबो फ्लोटिंग ऑप्शन आसीबो फ्लोटिंग ऑप्शन कहले तुमरो 1 हेई पारे किंबा 2 हेई पारे किंबा 3 मीन्स तुमरो फर्स्ट अलॉटमेंट न सेकंड अलॉटमेंट न थर्ड अलॉटमेंट फ्लोटिंग ठीक अछि तुम जदि फास्ट जदि चाहिबो बोले तुम फास्ट एडमिशन नहीं पारिबो न सेकंड एडमिशन नहीं पारिबो न थर्ड एडमिशन नहीं तुमरो तुम धरिन तुमरो एक फास्ट सिलेक्शन तुमरो ना आसिला धरिन तुम एटर पढ़ा पे चाहूना ताले तुम एटा फ्लोटिंग कर दबो सेकंड तुम सेकंड सिलेक्शन आछो सेकंड सिलेक्शन तुम चाहू जे ट्रेन पढ़ा पे चाहू मोर आउट टिके भलो कॉलेज दरकार कारण तुम थर्ड सिलेक्शन देखियो तुम थर्ड सिलेक्शन जदि तुम भलो आसिला ताले तुम एटी थर्ड सिलेक्शन रे पढ़ी पारिबो तापर देखिबा फास्ट राउंड रो देखियो फास्ट राउंड पिला माने जो मानकर तुमरो डेट तुमरो आसीबो ठीक अछि फ्रीज केबे करिवो को डेट रे अछि तुमरो 11 रु 13 तारीख 11 13 तारीख भीतर तुमरो से भीतर तुमे स्लाइड अप करि पारिबो ठीक अछि तापर तुम सेकंड राउंड अलॉटमेंट केबे आसीबो जे 19 तारीख दिन ट्यूसडे आसी से दिन तुमरो सेकंड सिलेक्शन से दिन आसीबो तापर तुमे 19 तारीख रु 22 तारीख भितरे तुमे कॉलेज तुमे जाइकी एडमिशन हेई पारिबो ठीक अछि ता बाद तुमे सेठी ऑनलाइन पेमेंट भी तुमे करि पारिबो ठीक अछि ऑनलाइन पेमेंट भी तुमे करि पारिबो जो तुमर एडमिशन जो हेबो तुमे डायरेक्ट ऑनलाइन पेमेंट भी तुमे देकी करि पारिबो तुमर फर्स्ट सिलेक्शन रे भी और सेकंड सिलेक्शन रे भी ठीक अछि ता बाद तुम सेकंड सिलेक्शन स्लाइड अप के डेट के आछी ना 20 तारीख रु 22 तारीख भीतर 20 तारीख 22 तारीख भीतर तुम स्लाइड अप करिवो ठीक अछि
ତାପରେ ତୁମର ଥାର୍ଡ ସିଲେକ୍ସନ କେବେ ଆସୁଛି? ଥାର୍ଡ ସିଲେକ୍ସନ ଡେଟ୍ ହଉଛି ତୁମର 26 ତାରିଖରେ ତୁମର ଫାଇନାଲ ରାଉଣ୍ଡ ଯେଟା ଆସିବ, ଫାଇନାଲ ରାଉଣ୍ଡ ପୁରା ସେଟା ଲାଷ୍ଟ। ଯୋଉମାନଙ୍କର ଫାର୍ଷ୍ଟ ରାଉଣ୍ଡରେ ଯୋଉମାନଙ୍କର ଆସିଥିବ ସେମାନଙ୍କର ତ ଠିକ ଅଛି। ଆଉ ଯଦି କିଛି ଡରବାର ବି ନାହିଁ, ଯଦି ଗୋଟେ ଫାର୍ଷ୍ଟ ରାଉଣ୍ଡରେ ଯୋଉ ପିଲାମାନଙ୍କର ଆସିନଥିବ ତ ସେଇ ହିସାବରେ ତମର ସେକେଣ୍ଡ ସିଲେକ୍ସନରେ ଆସିଯିବ। ଆଉ କିଛି କିଛି ପିଲାମାନଙ୍କର ଯଦି ସେକେଣ୍ଡ ସିଲେକ୍ସନ ଯୋଉମାନଙ୍କର ହେଇନଥିବ ତ ସେଟା ଥାର୍ଡ ରାଉଣ୍ଡରେ ଆସିଯିବ। ଥାର୍ଡ ରାଉଣ୍ଡରେ ଫାଇନାଲ ଆଲଟମେଣ୍ଟ ଯେତେବେଳେ ଆସିବ ସେତେବେଳେ ତୁମର ଟୋଟାଲଟା ଆସିଯିବ। ଠିକ ଅଛି। ତା ବାଦରେ ତାପରେ ସେମିତି ତୁମର 26 ତାରିଖ ଡେଟ୍ ରହୁଛି। 26 ତାରିଖରୁ 1 ତାରିଖ ଭିତରେ ତୁମେ ଫ୍ରିଜ୍ ଅପସନ୍ ତୁମର ରହୁଛି। ଫ୍ରିଜ୍ କିମ୍ବା ଅନଲାଇନ୍ ପେମେଣ୍ଟ ତୁମର ଅପସନ୍ ରହୁଛି, ତୁମେ କରିପାରିବ। ଠିକ ଅଛି। 26 ତାରିଖରୁ 1 ତାରିଖ ଭିତରେ ହେଲା। ତାପରେ ତୁମର ସ୍ପଟ୍ ଆଡମିସନ, ତୁମର ସ୍ପଟ୍ ଆଡମିସନ କେବେ ରହୁଛି? যেটা কি ফোর্থ রাউন্ড, যেটা কি তোমার এটা হଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଠିକ ଅଛି। ତୁମର ଫୋର୍ଥ ଏଠି କଣ କରିଛି ଯେ ଆଭେଲେବିଲିଟି ଅଫ ଅନଲାଇନ୍ କମନ ଆପ୍ଲିକେସନ ଫର୍ମ, ମାନେ CAF ତୁମର ଯୋଉ ଆପ୍ଲିକେସନ ଫର୍ମ ରହିବ in the student login for providing minimum one and maximum as many fresh option to participate in the phase 1 fourth round admission process। ତ ଏଟା କେବେ ହବ ନା 3 ସେପ୍ଟେମ୍ବରରୁ 5 ସେପ୍ଟେମ୍ବର। ଠିକ ଅଛି। ଫୋର୍ଥ ତୁମର ଯୋଉ ୱେଟିଂ ଲିଷ୍ଟ କେମିତି ଆସିବ ସେଟା, ମାନେ ଯେତେବେଳେ ଫାର୍ଷ୍ଟ ରାଉଣ୍ଡ ସରିଯିବ, ମାନେ ଫାର୍ଷ୍ଟ ଆଲଟମେଣ୍ଟ ସରିଯିବ, ସେକେଣ୍ଡ ସରିଯିବ, ଥାର୍ଡ ସରିଯିବ, ତାପରେ ଯୋଉ କଲେଜରେ ସିଟ୍ ଭେକେନ୍ସି ରହିଯାଇଥିବ, ଠିକ ଅଛି, ତାଙ୍କର ଭେକେନ୍ସି ରହିଯାଇଥିବ, ସେତେବେଳେ ସ୍ପଟ୍ ଆଡମିସନ ହବ। ସେତେବେଳେ ଯୋଉ କଲେଜରେ ତୁମର ସ୍ପଟ୍ ଆଡମିସନ ଫାଙ୍କା ଥିବ ସେଇ କଲେଜରେ ତୁମର ଅପସନ ଆସିବ। ସେଇ କଲେଜ ତୁମର ଯୋଉଟା ଚାହିଁବ ସେଇଟା ତୁମେ ପଢିପାରିବ। ଠିକ ଅଛି। ତ ଲାଷ୍ଟ ଯୋଉମାନଙ୍କର ଫୋର୍ଥ ଆଲଟମେଣ୍ଟ ଯୋଉମାନଙ୍କର ଆସିବ ସେମାନେ ତାପରେ ତୁମର ଆଡମିସନ କରିବ। ତାପରେ ତୁମେ 12 ସେପ୍ଟେମ୍ବର 13 ସେପ୍ଟେମ୍ବର ଭିତରେ ତୁମେ ଟୋଟାଲି ତୁମର ଆଡମିସନ ହେଇଯିବ। ଠିକ ଅଛି। ଆଡମିସନ ସରିଲା ପରେ ତାପରେ ତୁମର 2 ସେପ୍ଟେମ୍ବର ପରେ ପରେ ତୁମର କ୍ଲାସ ଆରମ୍ଭ ହେଇଯିବ। 2 ସେପ୍ଟେମ୍ବର ବେଳକୁ 2025 2 ସେପ୍ଟେମ୍ବର 2025 ବେଳକୁ କ୍ଲାସ ଆରମ୍ଭ ହେଇଯିବ। ଠିକ ଅଛି। ଯଦି ଆଉ କିଛି ଏକ୍ସଟ୍ରା ଡିଟେଲ୍ସ ଯଦି ଜାଣିବା ପାଇଁ ଯଦି ଚାହୁଁଥିବ ତାହେଲେ ତୁମେ ହେଲ୍ପଲାଇନ ନମ୍ବର ରହୁଛି, ତୁମେ ହେଲ୍ପଲାଇନ ନମ୍ବରରେ ମଧ୍ୟ କଲ୍ କରିକି ମଧ୍ୟ ଜାଣିପାରିବ। ଠିକ ଅଛି। ତ ଆଜିର ସେକ୍ସନ ହଉଛି ଏତିକି। ତ ଆଜିର ସେକ୍ସନରେ ଆମେ ଜାଣିଲେ ଯେ କୋଉ ଡେଟରେ କେବେ କଣ ବାହାରିବ, ତ ଆମେ ଜାଣିଲେ। ତ 8 ତାରିଖରେ ତୁମର 8 ତାରିଖରୁ ତୁମର ଷ୍ଟାର୍ଟିଂ ହଉଛି, ଯୋଉଟା କି ତୁମର ଆଲଟମେଣ୍ଟ ଫାର୍ଷ୍ଟ ଆଲଟମେଣ୍ଟ ବାହାରିବ। ଠିକ ଅଛି। ଫାର୍ଷ୍ଟ ଆଲଟମେଣ୍ଟ ବାହାରିବ। ତ ସେଟା କେମିତି ତୁମେ ଚେକ୍ ଆଉଟ୍ କେମିତି କରିବ ନିଜ ଫୋନରେ, ତାର ମୁଁ ଭିଡିଓ ନେକ୍ସଟ ଭିଡିଓରେ ମୁଁ ଆପଲୋଡ କରିବି। ଠିକ ଅଛି। ନେକ୍ସଟ ଭିଡିଓରେ ମୁଁ ଆପଲୋଡ କରିବି। ଯଦି ଭିଡିଓଟି ଯଦି ଭଲ ଲାଗୁଛି ତେବେ ଲାଇକ୍ କରନ୍ତୁ ଏବଂ ସପୋର୍ଟ ବି ମଧ୍ୟ କରନ୍ତୁ। ଠିକ ଅଛି। ସପୋର୍ଟ କରନ୍ତୁ ଏବଂ ଚ୍ୟାନେଲଟିକୁ ଯଦି ପ୍ରଥମ ଥର ପାଇଁ ଯଦି ଆସିଛନ୍ତି ତେବେ ସବସ୍କ୍ରାଇବ କରନ୍ତୁ। ଠିକ ଅଛି। ଆଉ ବେଲ ଆଇକନକୁ କ୍ଲିକ୍ କରନ୍ତୁ। ଆଉ ଯୋଉ ପିଲାମାନେ ବିଏଡ୍ ଏକ୍ଜାମ ଦେଇଛ ତ ଆଉ ଯେ ଯାହାର ସାଙ୍ଗସାଥି ମାନଙ୍କୁ ମଧ୍ୟ ଏ ଭିଡିଓଟିକୁ ସେୟାର କର। ଠିକ ଅଛି। ତ ଦେଖା ହବା ନେକ୍ସଟ ଭିଡିଓରେ। ତ ନେକ୍ସଟ ଭିଡିଓରେ ମୁଁ ତୁମର କିଭଳି ତୁମର ଆଲଟମେଣ୍ଟ ତୁମର ଯୋଉ ଆଲଟମେଣ୍ଟ ଆସିଛି ଫାର୍ଷ୍ଟ ରାଉଣ୍ଡ, ସେକେଣ୍ଡ ରାଉଣ୍ଡ, ଥାର୍ଡ ରାଉଣ୍ଡ କେମିତି ଆସିବ ତାର ଭିଡିଓ ମୁଁ ତୁମର ଭିଡିଓ ପୋଷ୍ଟ କରିବି। ଠିକ ଅଛି।
ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ। ଗୁଡ୍ ନାଇଟ୍, ଗୁଡ୍ ମର୍ଣ୍ଣିଂ, ଗୁଡ୍ ଇଭିନିଂ, ଯୋଉ ଟାଇମରେ ଯେ ମୋ ଭିଡ଼ିଓ ଦେଖୁଛ ତା ପାଇଁ ସେତିକି। ଠିକ ଅଛି, ଆଜି ପାଇଁ ରହିଲି। ଧନ୍ୟବାଦ।